ओडिशा राजनीति रे एबे जो केते जण नेताଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଭୁବନେଶ୍ୱର 51 ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ବାବୁ ସିଂ। ନିଜର ନିଆରା ଶୈଳୀ, କଠିନ ପରିଶ୍ରମ ଓ ସର୍ବଦା ଜନସାଧାରଣଙ୍କ ସହ ଯୋଡ଼ି ହୋଇ ରହିବାର ଅଭ୍ୟାସ ଯୋଗୁଁ ଆଜି ସେ ଓଡ଼ିଶା ରାଜନୀତିର ଏକ ପ୍ରମୁଖ ଚେହେରା ପାଲଟିଛନ୍ତି। ଦିନକୁ ଦିନ ତାଙ୍କର ଲୋକପ୍ରିୟତା ଆକାଶ ଛୁଆଁ ହେବାରେ ଲାଗିଛି। ବିଜେଡିରୁ ଆରମ୍ଭ କରି ବିଜେପିର ବିଜୟ ଯାତ୍ରା ବାବୁ ସିଂ ନିଜ ରାଜନୈତିକ ଜୀବନର ଆରମ୍ଭ ବିଜୁ ଜନତା ଦଳରୁ କରିଥିଲେ। ସେଠାରେ ଦୀର୍ଘ ଦିନ ଧରି ସେ ସଂଗଠନ ପାଇଁ କାମ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ବିଜେପିକୁ ଆସିବା ପରେ ସେ ନିଜର ଦକ୍ଷତା ବଳରେ ଏକାମ୍ର ଭୁବନେଶ୍ୱର କ୍ଷେତ୍ରରେ ଦଳକୁ ସୁଦୃଢ଼ କରିଥିଲେ। ଗତ ବିଧାନସଭା ନିର୍ବାଚନରେ ସେ ଏହି ଆସନରୁ ବିପୁଳ ଜନସମର୍ଥନ ପାଇଁ ବିଜୟୀ ହୋଇଛନ୍ତି ଏବଂ ବର୍ତ୍ତମାନ ଏଠାକାର ବିଧାୟକ ଭାବରେ କାର୍ଯ୍ୟରତ ଅଛନ୍ତି। ଜନତାଙ୍କ ସୁଖ ଦୁଃଖର ସାଥୀ, ନାହିଁ ଅହଙ୍କାର, ସଦା ସର୍ବଦା ତତ୍ପର। ବାବୁ ସିଂଙ୍କ ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ତାଙ୍କର ସରଳତା। ଜଣେ ବିଧାୟକ ହେବା ସତ୍ତ୍ୱେ ତାଙ୍କ ପାଖରେ ଆଦୌ ଅହଙ୍କାର ନାହିଁ। ଯେକୌଣସି ପରିସ୍ଥିତି ହେଉନା କାହିଁକି, ସୁଖ ହେଉ କି ଦୁଃଖ, ସେ ସର୍ବଦା ଜନସାଧାରଣଙ୍କ ପାଖରେ ପାଚେରୀ ଭଳି ଠିଆ ହୁଅନ୍ତି। ସାଧାରଣ ଲୋକଙ୍କ ସମସ୍ୟା ଶୁଣିବା ଏବଂ ତାହାର ତୁରନ୍ତ ସମାଧାନ କରିବା ପାଇଁ ସେ ସବୁବେଳେ ପ୍ରସ୍ତୁତ ଥାନ୍ତି। ଏହି କାରଣରୁ ଲୋକଙ୍କ ମଧ୍ୟରେ ତାଙ୍କର ଦାବି ଏବଂ ଗ୍ରହଣୀୟତା ଖୁବ୍ ଅଧିକ ରହିଛି। ମୁଁ ପ୍ରଥମେ ଜନତାଙ୍କ ସେବକ, ତାପରେ ଜଣେ ନେତା। ଏକାମ୍ରବାସୀଙ୍କ ସେବା କରିବା ହିଁ ମୋ ଜୀବନର ସବୁଠାରୁ ବଡ଼ ସଂକଳ୍ପ, ଏମିତି କିଛି ବାବୁ ସିଂ କୁହନ୍ତି। ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରିୟ। ରାଜନୀତିରେ ସାଧାରଣତଃ ଦଳୀୟ କନ୍ଦଳ ଦେଖିବାକୁ ମିଳୁଥିବା ବେଳେ ବାବୁ ସିଂ ଏହାର ଏକ ବ୍ୟତିକ୍ରମ। ସେ କେବଳ ନିଜ ଦଳ ବିଜେପିର ନୁହନ୍ତି ଏବଂ ବିରୋଧୀ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ମଧ୍ୟ ଖୁବ୍ ପ୍ରିୟ ଓ ଆଦରଣୀୟ। ତାଙ୍କର ଭଦ୍ର ବ୍ୟବହାର ଏବଂ ସମସ୍ତଙ୍କୁ ଆପଣେଇ ନେବାର ଶୈଳୀ ଯୋଗୁଁ ସେ ସର୍ବଜନୀନ ଆଦୃତ ନେତା ଭାବରେ ଉଭା ହୋଇଛନ୍ତି। ବର୍ତ୍ତମାନ ଓଡ଼ିଶାରେ ବିଜେପି ସରକାର ଥିବାବେଳେ ବିଧାୟକ ବାବୁ ସିଂ ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଦିନ ରାତି ଏକ କରି କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ତାଙ୍କର ଏହି ନିଷ୍ଠାପର ଜନସେବା ତାଙ୍କୁ ସଫଳତାର ଆହୁରି ଶୀର୍ଷକୁ ନେଇଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ, ସୀତାରାମ ଟିଭି ଓଡ଼ିଆ।